ଗ୍ରହମାନଙ୍କ ପ୍ରଭାବ ସମସ୍ତ ରାଶିରେ ରହିଛି। ଏହି କାରଣରୁ ଅନେକ ସମୟରେ ସମସ୍ତ ରାଶିଙ୍କୁ ଭିନ୍ନ ଭିନ୍ନ ଫଳ ଭୋଗିବାକୁ ପଡ଼ିଥାଏ ବୋଲି ମାନ୍ୟତା ରହିଛି। ଫେବୃଆରୀ 1ରୁ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧଙ୍କ ରାଶି ପରିବର୍ତ୍ତନ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ବୁଧ ଗ୍ରହଙ୍କ ଏହି ରାଶିର ପରିବର୍ତ୍ତନ କାରଣରୁ କିଛି ସ୍ୱତନ୍ତ୍ର ରାଶିଙ୍କୁ ଲାଭ ମିଳିବ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ରାଜକୁମାର କୁହାଯାଏ। ଏହା ସହ ବୁଧ ବୁଦ୍ଧି ଓ ବାଣୀର କାରକ ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବ। ବୁଧଙ୍କ ରାଶି ପରିବର୍ତ୍ତନ ମେଷ ରାଶି ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ମେଷ ରାଶିଙ୍କୁ ଖୁସି ଖବର ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଖୁବ୍ ଲାଭବାନ ହେବେ। ମିଥୁନ ରାଶି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଶୁଭଫଳ ପ୍ରାପ୍ତ ହେବ। ଆସନ୍ତା 20 ଦିନ ପର୍ଯ୍ୟନ୍ତ ଆର୍ଥିକ ଲାଭ ମିଳିବ। ଘରେ ଖୁସିର ଆଗମନ ହେବ। ଚାକିରିରେ ପଦୋନ୍ନତି ହେବ। ଅଧିକ ଖର୍ଚ୍ଚାନ୍ତ ହେବେ ନାହିଁ। ସିଂହ ରାଶି ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ ସିଂହ ରାଶିର ବ୍ୟକ୍ତିବିଶେଷ ନିଜ ଇଚ୍ଛା ଅନୁଯାୟୀ ଲାଭ ପାଇବେ। ଚାକିରି କ୍ଷେତ୍ରରେ ଚ୍ୟାଲେଞ୍ଜ ପରିସ୍ଥିତି ଆସିଲେ ମଧ୍ୟ ଏହାକୁ ସାମ୍ନା କରିବାକୁ ସକ୍ଷମ ହେବେ। ଧନର ନୂତନ ସ୍ରୋତ ମିଳିବ। ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ ଧନୁ ରାଶିଙ୍କର ବ୍ୟକ୍ତିବିଶେଷଙ୍କ ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ।